ଜୟ ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟକୁ ଗୁଣଗ୍ରାହୀ ବିଜ୍ଞ ଶ୍ରୋତା ଏବଂ ଦର୍ଶକମାନଙ୍କୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଆଜିର ଅଧ୍ୟାୟ ହେତୁବାଦୀ ଆଉ ପରମ୍ପରାବାଦୀଙ୍କ ବିଷୟରେ। ହେତୁବାଦୀ ମାନେ ନିଜକୁ ବୈଜ୍ଞାନିକ ବୋଲି ଭାବନ୍ତି, ଏ ବିଜ୍ଞାନର ସବୁ କଥା ସେମାନେ ଜାଣିଛନ୍ତି। ପରମ୍ପରାବାଦୀ ମାନେ କହନ୍ତି ଯାହା ଶାସ୍ତ୍ରରେ ଅଛି, ଯାହା ଆମେ ପଢିଛୁ, ଆଧ୍ୟାତ୍ମିକତାକୁ ଆମେ ଆପଣେଇଛୁ, ତେଣୁ ଆମେ ଭଗବାନଙ୍କୁ ବିଶ୍ୱାସ କରୁଛୁ। କେତେକ କହନ୍ତି ହେତୁବାଦୀ ମାନେ ରାସନାଲିଷ୍ଟ, କେତେକ କହନ୍ତି ଆଥେଇଷ୍ଟ। ଯାହା ବି ହଉ, ବିଜ୍ଞାନର ମତ ହେଲା ଯେ ଆଗ ପରୀକ୍ଷା, ତାପରେ ବିଶ୍ୱାସ, ଯୁକ୍ତି ତର୍ଜମା ଏସବୁ ହବ, ପରୀକ୍ଷା ନିରୀକ୍ଷା ହବ, ପ୍ରମାଣ ହବ, ତାପରେ ସେମାନେ ବିଶ୍ୱାସ କରିବେ। କିନ୍ତୁ ପରମ୍ପରାବାଦୀ ମାନେ ଯେଉଁମାନେ ଶାସ୍ତ୍ର ଉପରେ ବିଶ୍ୱାସ କରୁଛନ୍ତି, ଭଗବାନ ଅଛନ୍ତି ବୋଲି ବିଶ୍ୱାସ କରୁଛନ୍ତି, ସେମାନେ କହନ୍ତି ଯେ ଆଗ ବିଶ୍ୱାସ, ତାପରେ ଆଉ ପରୀକ୍ଷା ଦରକାର ନାହିଁ, ସିଧା ଫଳ। ପଥରରେ ସିନ୍ଦୁର ମାରିକିରି ଲୋକ ମୁଣ୍ଡିଆ ମାରି ଫଳ ପାଉଛନ୍ତି, ଆଉ ବିଜ୍ଞାନର ବହୁ ଉଚ୍ଚକୁ ଯାଇ ମଧ୍ୟ ପରୀକ୍ଷା କରିପାରୁନାହାନ୍ତି ବୋଲି ଭଗବାନଙ୍କୁ ଅନେକ ଲୋକ ବିଶ୍ୱାସ କରୁନାହାନ୍ତି। ସେ ଯାହା ହଉ, ତେଣୁ ହେତୁବାଦୀ ଯେଉଁମାନେ ଚନ୍ଦ୍ରଗ୍ରହଣ ଆଉ ସୂର୍ଯ୍ୟପରାଗରେ ଚିକେନ ଖାଇବା ଉଚିତ କହି ସେମାନେ ସବୁ ଏକାଠି ଚିକେନ ଖାଉଛନ୍ତି। ଖାଆନ୍ତୁ, ଆମର କିଛି ଆବଶ୍ୟକ ମାନେ କରିବାର ମନା କରିବାର ନାହିଁ, କିନ୍ତୁ ସେଇଟାକୁ ଟିଭିରେ ସେମାନେ ରେକର୍ଡ କରି ଦେଖାଉଛନ୍ତି, ଭିଡ଼ିଓ କରି ଦେଖାଉଛନ୍ତି ଯେ ଚନ୍ଦ୍ରଗ୍ରହଣ ଆଉ ସୂର୍ଯ୍ୟପରାଗରେ ମାଛ ମାଂସ ଖାଇଲେ କିଛି କ୍ଷତି ନାହିଁ, ପରାଗ ଲାଗିଥିଲା ବେଳେ ଖାଇଲେ ବି କିଛି ଅସୁବିଧା ନାହିଁ। ବିଜ୍ଞାନ କହୁଛି ଯେତେବେଳେ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ଲାଗିଥିବ, ସେତେବେଳେ ପେଟ ଭର୍ତ୍ତି ହେଇଥିବା ଦରକାର ନାହିଁ କି ଖାଲି ଥିବା ଦରକାର ନାହିଁ। କିଛି ଖାଦ୍ୟ ଥିବ, ବେଶୀ ନଥିବ କି ଖାଲି ନଥିବ। ଏଇଟା ହେଉଛି ବିଜ୍ଞାନ ସମସ୍ତ କାରଣ। ତାର କାରଣ ହେଉଛି ଯେ ହେତୁବାଦୀ ଯେଉଁଟାକ ଆମେ ତେଲୁଗୁରେ କହୁ ଆଥେଇଷ୍ଟ ବା ଭଗବାନଙ୍କୁ ବିଶ୍ୱାସ ନ କରୁଥିବା ଲୋକ, ବା ଆମେ ହିନ୍ଦୀରେ ଯେଉଁ ହେତୁବାଦୀ କୁହାଯାଏ ତାକୁ କହନ୍ତି ଯେ ଯେଉଁମାନେ ତର୍ଜମା ନିରୀକ୍ଷା ପରୀକ୍ଷା ଉପରେ ନିର୍ଭର କରନ୍ତି, ସେମାନେ ଟିଭିରେ ଆସି ଦେଖାଉଛନ୍ତି ଯେ ଆମେ ଚିକେନ ଆଉ ମଟନ ଖାଉଛୁ ଗ୍ରହଣ ପରାଗ ବେଳେ, ସେଥିରେ କିଛି କ୍ଷତି ନାହିଁ। ଏସବୁ ଅନ୍ଧବିଶ୍ୱାସ। ଦେଖନ୍ତୁ, ଆଧ୍ୟାତ୍ମିକତାରେ ବିଶ୍ୱାସରେ ଫଳ ମିଳେ। ପ୍ରଥମେ ବିଶ୍ୱାସ। ଆପଣମାନେ ଯେତେବେଳେ ବ୍ୟାଙ୍କରେ ଚେକ୍ ଦେଉଛନ୍ତି ଟଙ୍କା ଡ୍ର କରିବାକୁ, କ୍ୟାସିୟର ପାଖକୁ ଯାଉଛନ୍ତି ଆଣିବାକୁ, ଗୋଟେ ଦସ୍ତଖତ କରିଛନ୍ତି, କ୍ୟାସିୟର କହୁଛି ଆଉ ଗୋଟେ ଦସ୍ତଖତ କର। ଆପଣ ଦସ୍ତଖତ ଆଗ କରିବେ, ତାପରେ ଟଙ୍କା ପାଇବେ। ଆପଣଙ୍କୁ ଟଙ୍କା ସେ ଆଗ ଦେବନି, ତାପରେ ପଛରେ ଦସ୍ତଖତ କରିବାକୁ କହିବନି। ଏଠି ବିଶ୍ୱାସ ନାହିଁ, ଏଠି ଆପଣ ଦସ୍ତଖତ ଆଗ କରିବେ, ତାପରେ ଟଙ୍କା ପାଇବେ। ବିଶ୍ୱାସ ମୂଳରେ ସବୁ ଜିନିଷ ସିଦ୍ଧି ଅଛି। ଅନ୍ଧବିଶ୍ୱାସ କଥା ମୁଁ କହୁନି, ଆମର ଅନ୍ଧବିଶ୍ୱାସ ବହୁତ ଅଛି। ଆମର ଯେଉଁ ହିନ୍ଦୁ ଧର୍ମରେ ଆମେ ଯେଉଁ ପରମ୍ପରା ମାନୁଛେ, ଏଥିରେ ଅନ୍ଧବିଶ୍ୱାସ ବହୁ ଅଛି। ଯେଉଁମାନେ ହେତୁବାଦୀ ମାନେ କହୁଛନ୍ତି ଅନ୍ଧବିଶ୍ୱାସ ଅଛି ନିଶ୍ଚିତ। କାରଣ ଅନ୍ୟ ସମ୍ପ୍ରଦାୟରେ ଜଣକୁ ପରମ ବ୍ରହ୍ମ ବୋଲି ମାନିବା ବେଳେ ଯେ ଆଲ୍ଲାହ ହେଉଛନ୍ତି ଏକମାତ୍ର ପରମ ବ୍ରହ୍ମ, ଖ୍ରୀଷ୍ଟିଆନ ମାନେ କହୁଛନ୍ତି ଯେ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଏକମାତ୍ର ଠାକୁର, ତାକୁ ପୂଜା କରିବା ଦରକାର। କିନ୍ତୁ ହିନ୍ଦୁମାନଙ୍କର ଅନେକ ଠାକୁର, ପାଠ ପାଇଁ ଗଣେଶଙ୍କୁ ପୂଜା କରିବା, ଆଉ ଗୀତ ବୋଲିବା ପାଇଁ ସରସ୍ୱତୀଙ୍କୁ ପୂଜା କରିବା, ବା ଦେହରେ ଶକ୍ତି ପାଇଁ ଦୁର୍ଗାଙ୍କୁ ପୂଜା କରିବା, ବହୁ ଜିନିଷ ଅଛି, ବହୁ ପ୍ରକାର ଠାକୁର ଅଛନ୍ତି। ଗୋଟେ ଗୋଟେ ଠାକୁର ମଧ୍ୟ ପୂଜା ବେଳେ ଗୋଟେ ଗୋଟେ ସହରରେ 130, 120 ମୂର୍ତ୍ତି ହେଉଛନ୍ତି। ଯାହାକୁ ଭଲ ଲାଗିଲା ସେ ପୂଜା ପନ୍ଥାଟା ଏକାଠି ହେଇଗଲେ ଗୋଟେ ମୂର୍ତ୍ତି କଲେ। ଏଇସବୁ ଆକ୍ଚୁଆଲି ପ୍ରକୃତରେ ଠିକ ନୁହଁ। ଆପଣ ଶହ ଶହ ଠାକୁରଙ୍କୁ ବିଶ୍ୱାସ କରିବେ, ଶହ ଶହ ଠାକୁରଙ୍କୁ ଘରେ ରଖିବେ, ତାଙ୍କ ବ୍ରତ ପାଳନ କରିବେ, ଏବଂ ତାପରେ ଗୋଟିଏ ଠାକୁରଙ୍କର 100 ଭାଗ ହେଇକରି 1000 ଜାଗାରେ, 100 ଭାଗରେ ବା 1000 ଜାଗାରେ ପୂଜାପୂଜି କରିବେ। ଏକୁ କୌଣସି ଲୋକ, କୌଣସି ଶାସ୍ତ୍ରରେ ଏଇଟା ଲେଖା ହେଇନି। ତେଣୁ ଆମକୁ ଅନ୍ୟମାନଙ୍କୁ ସମାଲୋଚନା କରିବାକୁ ସୁଯୋଗ ଦିଆହେଉଛି। ବିଶ୍ୱାସର ମୂଳେ ଭଗବାନ। ଧ୍ରୁବଙ୍କର ମା ତାଙ୍କୁ କହିଲେ ଯେ ତୁମେ ଯଦି ଭଗବାନଙ୍କୁ ଡାକିବ, ସେ ତୁମର ଆର ଜନ୍ମକୁ ଭଗବାନଙ୍କୁ ଡାକିବ ଏବଂ ଆଧ୍ୟାତ୍ମିକ ଦିଗକୁ ଯିବ, ତାହେଲେ ତୁମେ ଠାକୁରଙ୍କ ଦର୍ଶନ ପାଇବ ଏବଂ ତୁମ ଭାଗ୍ୟ ବଦଳିଯିବ। ସେ ମାଙ୍କ କଥାରେ ବିଶ୍ୱାସ କରି ବଣକୁ ଚାଲିଗଲେ ଭଗବାନଙ୍କୁ ଡାକିବାକୁ। ସେଠି ବି ତାଙ୍କୁ ଗୁରୁ ମିଳିଗଲେ, ସପ୍ତ ଋଷି ମିଳିଗଲେ। ସେମାନେ ତାଙ୍କୁ ମନ୍ତ୍ର ଦେଲେ, ଓಂ ନମୋ ଭଗବତେ ବାସୁଦେବାୟ ହଉ କି ଯାହା ବି ହଉ ସେ ମନ୍ତ୍ର ଦେଲେ, ସେ ବୋଲିଲେ ଏବଂ ସେ ଭଗବାନଙ୍କ ଦର୍ଶନ ପାଇଲେ।
प्रह्लादଙ୍କର ବିଶ୍ୱାସ ଥିଲା ବାସୁଦେବ ସର୍ବଙ୍ଗୀତି ସ ମହାତ୍ମା ସୁଦୁର୍ଲଭ ଯୋଉ ଗୀତାରେ ଲେଖା ହେଇଛି। ପ୍ରହ୍ଲାଦଙ୍କର ବିଶ୍ୱାସ ଆସିଥିଲା ଯେ ଭଗବାନ ସବୁଥିରେ ଅଛନ୍ତି। ସେ ତାଙ୍କ ବାପାଙ୍କୁ କହିଲେ ହିରଣ୍ୟକଶିପୁ ଖୁଣ୍ଟରେ ବି ଭଗବାନ ଅଛନ୍ତି। ସେ ଖୁଣ୍ଟକୁ ଭାଙ୍ଗିଦେଲା, ହାଣିଦେଲା, ଭଗବାନ ବାହାରିଲେ ନୃସିଂହ ଅବତାରରେ। ଶବରୀର ବିଶ୍ୱାସ ଥିଲା ଯେ ଗୁରୁ କହିଛନ୍ତି ମୁଁ ଯାଉଛି ସ୍ୱର୍ଗକୁ, ପରମ ବ୍ରହ୍ମଙ୍କ ସହିତ ଦେଖା ହବ କି ନାହିଁ ସନ୍ଦେହ, ସ୍ୱର୍ଗକୁ ମୁଁ ଯାଉଛି, ମୋର ଦେହାନ୍ତ ହେଇଯିବ କାଲି ଆଡ଼କୁ, କିନ୍ତୁ ତତେ ପରମ ବ୍ରହ୍ମ ଦେଖା କରିବାକୁ ତୋ ଘରକୁ ଆସିବେ। ସେ ଗୁରୁଙ୍କ କଥାରେ ବିଶ୍ୱାସ କରି ସବୁଦିନେ ଫୁଲ ବିଛଉଥିଲା ତା ଘର ଆଗରେ, ରାସ୍ତାରେ ବହୁତ ଦୂର ପର୍ଯ୍ୟନ୍ତ ଫଳ ଆଣିକି ରଖୁଥିଲା। ହଠାତ୍ ଭଗବାନ ପହଞ୍ଚିଯିବେ, ତାର ବିଶ୍ୱାସ ଥିଲା ଗୁରୁ କହିଛନ୍ତି ମାନେ ନିଶ୍ଚୟ ହବ, ନିଶ୍ଚୟ ସେ ଆସିବେ, ପରମ ବ୍ରହ୍ମ ନିଶ୍ଚୟ ଘରକୁ ଆସିବେ। ସେ ବିଶ୍ୱାସ ସେ ରଖିଥିଲା ଏବଂ ପରମ ବ୍ରହ୍ମ ରାମଚନ୍ଦ୍ର ମଧ୍ୟ ଲକ୍ଷ୍ମଣ ସହିତ ତା ଘରକୁ ଗଲେ। ବିଭୀଷଣ କଥା ଦେଖନ୍ତୁ, ସେ ରାମ ଭକ୍ତ, ସେ ପୂଜାପୂଜି କରୁଥିଲା, ଭଗବାନଙ୍କୁ ଡାକୁଥିଲା ଏବଂ ତାର ବିଶ୍ୱାସ ଥିଲା ଯେ ଆଜି ନହେଲେ କାଲି ମତେ ନିଶ୍ଚୟ ଭଗବାନ ଦର୍ଶନ ଦେବେ। ସେଇ ହେଲା। ରାବଣ ତାକୁ ଗୋଇଠା ମାରିଲା, ସେ ସିଧା ଗଲେ ରାମଙ୍କ ପାଖକୁ, ରାମ ତାକୁ ଆଦର କଲେ, ଅଭ୍ୟର୍ଥନା କଲେ ଏବଂ ତାକୁ ଲଙ୍କେଶ୍ୱର ବି ସମ୍ବୋଧନ କଲେ ଯେ ତୁ କାଲି ଆଜି ନହେଲେ କାଲି ଲଙ୍କାର ରାଜା ତୁ ହବୁ। ଉର୍ମିଳାଙ୍କ କଥା ଦେଖନ୍ତୁ, ଉର୍ମିଳା ଜାଣିଥିଲେ ଯେ ଲକ୍ଷ୍ମଣ ଅଚେତ ହେଲେ ବି ସଞ୍ଜୀବନୀ ମନ୍ତ୍ର ଉପରେ ନିର୍ଭର କରିନାହାନ୍ତି। ସଞ୍ଜୀବନୀ ମନ୍ତ୍ର ନବା କେବଳ ଅଲୌକିକ, ମାନେ ଏଇ ଯୋଉ ଲୌକିକ କଥା। ଅଲୌକିକ କଥା ହଉଛି ଯେ ତାଙ୍କ ଦେହରୁ ଜୀବାତ୍ମାକୁ ନେବାର କ୍ଷମତା ସୂର୍ଯ୍ୟଙ୍କର ନାହିଁ। ସୂର୍ଯ୍ୟ ଉଦୟ ହେଇପାରିବେନି ଯେପର୍ଯ୍ୟନ୍ତ ସେ ତାଙ୍କର ଚେତା ନ ଫେରିଛି, ସଞ୍ଜୀବନୀ ଆସୁ ନ ଆସୁ। ଆଉ ଯଦି ବା ସୂର୍ଯ୍ୟ ଉଦୟ ହୁଅନ୍ତି, ସେ ଯାହାଙ୍କ କୋଳରେ ମୁଣ୍ଡ ରଖି ଶୋଇଛନ୍ତି ପରମ ବ୍ରହ୍ମ ରାମଚନ୍ଦ୍ର, ତାଙ୍କ ପାଖରୁ, ତାଙ୍କ କୋଳରୁ ଲକ୍ଷ୍ମଣଙ୍କ ଜୀବାତ୍ମାକୁ ନେଇଯିବା ଭଳି କ୍ଷମତା ମହାକାଳର ନାହିଁ। ଏସବୁ ହେଲା ବିଶ୍ୱାସ କଥା। ଏ ବିଶ୍ୱାସରେ ହେତୁବାଦୀ ମାନେ ବିଶ୍ୱାସ କରନ୍ତି ନାହିଁ। ଧରନ୍ତୁ ମୋଟେ ବିଶ୍ୱାସ ଏଥିରେ କରିବା ନାହିଁ, ଠିକ ଅଛି, ଆପଣ ବିଜ୍ଞାନରେ ବିଶ୍ୱାସ କରିବେ, ବିଜ୍ଞାନର କେତେ ଗୁଡ଼ିଏ କଥା ବିଷୟରେ ଆମ ହେତୁବାଦୀ ମାନେ ମତେ ଟିକେ ଉତ୍ତର ଦିଅନ୍ତୁ। ଗାଈ କ'ଣ ଖାଉଛି? ଚୋକଡ଼, ତୋରାଣୀ, ଘାସ ଏସବୁ ଖାଉଛି, କ୍ଷୀର ଦଉଛି, ମିଠା କ୍ଷୀର, ସେ କ୍ଷୀରରେ ସବୁ ପ୍ରକାର ଭିଟାମିନ୍ ଅଛି। ଆପଣ ତ ବୈଜ୍ଞାନିକ, ଆପଣ ଗୋଟେ ମେସିନ୍ ବାହାର କରନ୍ତୁ ଯେଉଁଥିରେ ଚୋକଡ଼, ତୋରାଣୀ ଆଉ ଘାସ ଏସବୁ ପୁରେଇଲେ ଅନ୍ୟପଟେ କ୍ଷୀର ବାହାରିବ। କରିପାରିବେ ତ? କରିନାହାନ୍ତି ଏପର୍ଯ୍ୟନ୍ତ, ହବା ମଧ୍ୟ ଅସମ୍ଭବ ଭଳି ଲାଗୁଛି। ଆଉ ଗୋଟେ ଜିନିଷ ଦେଖନ୍ତୁ, ଆମେ ଯେଉଁ ଖାଦ୍ୟ ଖାଉଛେ ସେ ଆମ ଭିତରକୁ ଯାଇକରି ସେଇଟା ଅସ୍ଥି, ମଜ୍ଜା, ରକ୍ତ ଏସବୁ ତିଆରି କରି ଦେହରେ ମିଶୁଛି ଏବଂ ଦେହର ସମସ୍ତ ଅଙ୍ଗ ସମାନୁପାତିକ ଭାବେ ବଢୁଛି। ସମାନୁପାତିକ ଭାବେ ହାତ ଟିକେ ବଡ ଲମ୍ବା ହେଇଯାଉନି, କି ନାକଟା ବାହାରି ପଡୁନି, କି ଗୋଡ ବାହାରି ପଡୁନି, କିଛି ଅଲଗା ବେଶୀ କିଛି ହଉନି। ବିନା ଅଗ୍ନିରେ ଖାଦ୍ୟରୁ ଖାଦ୍ୟ ହଜମ ହେଇ ସେଥିରୁ ରକ୍ତ, ଅସ୍ଥି, ମଜ୍ଜା ଅନ୍ୟ ସବୁ ଯାଉଛି, ଅଗ୍ନି କୋଉଠି ଜଳୁନି। ଏସବୁ ହେଲା ଆଧ୍ୟାତ୍ମିକ କଥା। ଆଉ ଗୋଟେ ସବୁଠୁ ବଡ କଥା ହଉଛି ଯେ ସବୁଠୁ ଆମର ପାଖ ନକ୍ଷତ୍ର ହଉଛି ସୂର୍ଯ୍ୟ। ସୂର୍ଯ୍ୟର 8ଟା ଗ୍ରହ ପାଖକୁ ଆମେ ଯିବାକୁ ଏପର୍ଯ୍ୟନ୍ତ ସକ୍ଷମ ହେଇନି। এইଭଳି କୋଟି କୋଟି ନକ୍ଷତ୍ର ଅଛନ୍ତି ବୋଲିକରି ବୈଜ୍ଞାନିକ ମାନେ କହୁଛନ୍ତି। ଅନେକ ନକ୍ଷତ୍ରଙ୍କର ମଧ୍ୟ ସୌରମଣ୍ଡଳ ଥିବ, ସେସବୁ ସୂର୍ଯ୍ୟ ବା ନକ୍ଷତ୍ର ତାଙ୍କ ସୌରମଣ୍ଡଳ ଥିବ। ଆମେ ସେ ବିଷୟରେ କହିବା ବା ଭାବିବା ବା ସେ ବିଷୟରେ କିଛି ଚିନ୍ତା କରିବା। ଗୋଟେ ପିମ୍ପୁଡ଼ି ଯଦି ପଚାରିବ ଦିଲ୍ଲୀରେ କ'ଣ ହଉଛି, ସେ ଯାହା କହିପାରିବ ଆମର କହିବା ସେ ବିଷୟରେ ହଉଛି ସେଇଆ। ସୂର୍ଯ୍ୟରୁ କାହିଁକି ନିଜ ଚାରିପଟେ ବୁଲିବା ଯୋଗୁଁ, ଆବର୍ତ୍ତନ ଯୋଗୁଁ ଓମ୍ ଶବ୍ଦ ବାହାରୁଛି ବୋଲି ନାସା ବୈଜ୍ଞାନିକ ମାନେ କହିଛନ୍ତି। ତାର କାରଣ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ମାନେ ବାହାର କରିପାରୁନାହାନ୍ତି। ଆଉ ସବୁଠୁ ବଡ ଜିନିଷ ହଉଛି ଯେ ମଣିଷ ଭିତରକୁ କ'ଣ ଗୋଟେ ପଶୁଛି, ଯେ ତା ହାତ ଗୋଡ ସବୁ ଚାଲୁଛି, ଆଖି ଦେଖୁଛି, ପାଟି କଥା କହୁଛି, ସବୁ ଚାଲୁଛି, କିନ୍ତୁ ସେ ଜିନିଷଟି ଯେତେବେଳେ ଚାଲି ଯାଉଛି ସେତେବେଳେ ଆଉ ଗୋଡ ହାତ ଉଠୁନି, ହାତ ଉଠୁନି, ଆଉ ସେ ଲୋକର କିଛି ଜିନିଷ ଆଉ ଆସୁନି। ତେଣୁ ଏଇ ଯୋଉ ଜିନିଷଟି ହଉଛି, ଏଇ ଜିନିଷଟି ହଉଛି ଜୀବନ, ଆତ୍ମା। ଶରୀର ଭିତରେ ଗୋଟେ ଜିନିଷ ଅଛି ଯୋଉଟା ଚାଲିଗଲା ପରେ ଆଉ ସେ ହାତ ଗୋଡ କାମ କରୁନି। କୌଣସି ବୈଜ୍ଞାନିକ ଏପର୍ଯ୍ୟନ୍ତ କହିପାରି ନାହାନ୍ତି ଯେ ସେ ଜିନିଷଟି ଯୋଉ ଅଛି ସେ କାହିଁକି ଯାଉଛି ଏବଂ କେତେବେଳେ ଯାଉଛି। ହଁ, ଯୋଉ ଜିନିଷ ଅଛି ତାର ନିଶ୍ଚୟ ଅନ୍ତ ଘଟିବ, ସେଲ୍ ଡିଭିଜନ ହଉଛି, ଆମେ ଆସ୍ତେ ଆସ୍ତେ ବୁଢା ହଉଛି, କିନ୍ତୁ କୋଉ ଦିନ ଏ ନିଶ୍ୱାସଟା ବନ୍ଦ ହବ ହଠାତ୍, ଏ ବିଷୟରେ ଆଜି ପର୍ଯ୍ୟନ୍ତ ହେତୁବାଦୀ ବା ବୈଜ୍ଞାନିକ ମାନେ ଏପର୍ଯ୍ୟନ୍ତ କିଛି କହିପାରୁନାହାନ୍ତି, ନା କହିବା ମଧ୍ୟ ସମ୍ଭବ ନୁହେଁ। ସେମାନେ ଗୋଟେ ଏଥରକ ଏବେ ନୋବେଲ ପୁରସ୍କାର ପାଇଲା ଗୋଟେ ଗଡ୍ ପାର୍ଟିକଲ ବାହାର କରିଥିଲେ। ତା ନା ଗଡ୍ ପାର୍ଟିକଲ କାହିଁ ଦେଲେ ସେମାନେ ଜାଣିଥିଲେ। ହେତୁବାଦୀ ମାନଙ୍କୁ ପଚାରିଲେ ହବ ଯେ ସେମାନେ କାହିଁ ତା ନା ଗଡ୍ ପାର୍ଟିକଲ ଦେଲେ। ଗଡକୁ ଯିଏ ବିଶ୍ୱାସ କରୁନାହାନ୍ତି ଯଦି, ତାହେଲେ ଗଡ୍ ପାର୍ଟିକଲ କାହିଁ ତା ନାଁ ଦିଆହଲା। ଗୀତାର 15ଶ ଅଧ୍ୟାୟରେ ଭଗବାନ କହିଛନ୍ତି ଅହଂ ବୈଶାନର ଭୂତ୍ୱା ପ୍ରାଣୀନାଂ ଦେହମାଶ୍ରିତ
ପ୍ରାଣାପାନ ସମାଯୁକ୍ତ ପଚ୍ୟାମ୍ୟନଂ ଚତୁର୍ବିଧମ, ଅର୍ଥାତ୍ ପ୍ରାଣ ଓ ଅପାନ, ପ୍ରାଣାପାନ ମାନେ ପ୍ରାଣ ଓ ଅପାନ, এই ଦୁଇଟି ବାୟୁ ଆମ ପେଟ ଭିତରେ ଥିବା ଜରାଗ୍ନିକି ପ୍ରଦୀପ୍ତ କରନ୍ତି ଏବଂ ଜଠରାଗ୍ନିକି ପ୍ରଦୀପ୍ତ କରନ୍ତି। ଜଠରାଗ୍ନି ଦ୍ୱାରା ହଜମ ହୋଇଥିବା ଖାଦ୍ୟର ସୂକ୍ଷ୍ମ ଅଂଶ ବା ରସ ଦେହର ପ୍ରତ୍ୟେକ ଅଙ୍ଗରେ ସଞ୍ଚାର କରିବାର ସୂକ୍ଷ୍ମ କାର୍ଯ୍ୟ ପ୍ରଧାନତଃ ଏହି ପ୍ରାଣ ଆଉ ଅପାନ ବାୟୁ ଦ୍ୱାରା କରିଥାନ୍ତି। ପଚାମ୍ୟନଂ ଚତୁର୍ବିଧମ, 4 ପ୍ରକାର ଖାଦ୍ୟ ଅଛି। ଗୋଟେ ହେଲା ଭୋଜ୍ୟ, ଯୋଉଟାକ ଚୋବେଇ ଖାଇବା କଥା, ରୁଟି, ଭାତ, ପିଠା। ଆଉ ଗୋଟେ ହେଲା ଦ୍ୱିତୀୟ ନମ୍ବର ହେଲା ପେୟ, ଯାହାକୁ ଢୋକି ଦିଆଯାଏ। 3 ନମ୍ବର ଖାଦ୍ୟ ହେଉଛି ଶୋଷ୍ୟ, ଦାନ୍ତ ଜୀବ ଯୋଉଥିରେ ଦରକାର ହୁଏ ଖାଇବାକୁ। 4 ନମ୍ବରଟା ହେଉଛି ଲେହ, ଲୟ, ଜିଭ ଦ୍ୱାରା ଯୋଉଟାକ ଚାଟାଯାଏ, ମାନେ ଚଟଣି ଆଉ ମହୁ। ଶୋଷ୍ୟ ହେଉଛି ଆଖୁ ଆଉ ଆମ୍ବ। ପେୟ ହେଉଛି ଆପଣଙ୍କର କ୍ଷୀର, ଫଳରସ, ଏସବୁ ପେୟ। ଭୋଜ୍ୟ ହେଉଛି ଯୋଉଟା ଚୋବେଇ ଖାଦ୍ୟ, ରୁଟି, ଭାତ, ପିଠା ଇତ୍ୟାଦି। ଏ 4 ପ୍ରକାର ଖାଦ୍ୟକୁ ହଜମ କରି ତାର ସୂକ୍ଷ୍ମ ଅଂଶ ବା ରସକୁ ଶରୀରର ବିଭିନ୍ନ ଅଂଶରେ ପହଞ୍ଚେଇବା, ଭଗବାନ କହିଛନ୍ତି ଗୀତାରେ ଯେ ଏଇଟା ମୁଁ ଯୋଉ ପ୍ରାଣ ଆଉ ଅପାନ ଦୁଇଟି ବାୟୁ ଖଞ୍ଜିଛି, ତାଙ୍କର କାର୍ଯ୍ୟ ହେଲା ଜଠରାଗ୍ନିକି ପ୍ରଦୀପ୍ତ କରିବା ଏବଂ ଜଠରାଗ୍ନି ଦ୍ୱାରା ହଜମ ହୋଇଥିବା ଖାଦ୍ୟର ସୂକ୍ଷ୍ମ ଅଂଶ ବା ରସକୁ ଦେହର ପ୍ରତ୍ୟେକ ଅଙ୍ଗରେ ନେଇ ପହଞ୍ଚେଇବା। ହଁ, ଆପଣ ଭାବୁଛୁ ଯେ ଏଇଟା ସବୁ ଲେଖା ହେଇଛି, ସବୁ ଭୁଲ। ଏସବୁ ଭୁଲ, ଏଥିରେ କିଛି ନୁହଁ। ଠିକ ଅଛି, ଦ୍ରୌପଦୀ ଯେତେବେଳେ ବସ୍ତ୍ରହରଣ ହଉଥିଲା, ଶହ ଶହ ଲୁଗା ଆସିଲା, ଦୁଶାସନ ଥକିଗଲା। ତାଙ୍କର ଯୋଉ ଉଦ୍ଦେଶ୍ୟ ଥିଲା ଯେ ତାକୁ ଉଲଗ୍ନ କରିବେ, ସେଟା ଫେଲ ମାରିଲେ। ଏସବୁ ଦୁର୍ଯ୍ୟୋଧନ ଆଗରେ ଘଟିଗଲା। ତଥାପି ଦୁର୍ଯ୍ୟୋଧନ ଭାବି ପାରିଲାନି ଯେ କୌଣସି ଶକ୍ତି ଏସବୁ କରୁଛି। ଦୁର୍ଯ୍ୟୋଧନ ଧୃତରାଷ୍ଟ୍ରଙ୍କ ଆଗରେ ସୁଦର୍ଶନ ଚକ୍ର ଦ୍ୱାରା ଶିଶୁପାଳ ବଧ କରାଗଲା। ଏସବୁ ଦେଖି ମଧ୍ୟ ଶ୍ରୀକୃଷ୍ଣ ଯେ ଭଗବାନଙ୍କର ଅବତାର, ଏ ବିଶ୍ୱାସ ଦୁର୍ଯ୍ୟୋଧନର ବା ଧୃତରାଷ୍ଟ୍ରର ଆସିଲାନି। ତେଣୁ ଯେଉଁମାନେ ଯାହା ବିଶ୍ୱାସ ନ କରୁଛନ୍ତି, ତାଙ୍କୁ ପରୀକ୍ଷା କରି ଦେଖେଇଲେ, ତାଙ୍କ ଆଗରେ ଯେଭଳି ଆଚମ୍ବିତ କଥା, ଐଶ୍ୱରିକ ଜିନିଷ ଘଟିଗଲେ, ସେମାନଙ୍କର ସେ ମତ ବଦଳିବ ନାହିଁ। କାରଣ ଏମାନେ ଆମକୁ ପରମ୍ପରାବାଦୀ ମାନଙ୍କୁ କହୁଛନ୍ତି ଯେ ସେମାନେ ଯୋଉ ବିଶ୍ୱାସ କରୁଛନ୍ତି ଅନ୍ଧବିଶ୍ୱାସ, କିନ୍ତୁ ସେମାନେ ବି ଚମତ୍କାରିତା ଈଶ୍ୱରଙ୍କର ବହୁ ଦେଖି ସାରିଲା ପରେ ମଧ୍ୟ ସେମାନଙ୍କର ମତ ବଦଳିବାକୁ ନାରାଜ। କାରଣ କ'ଣ? ଆପଣ ଗୋଟେ ଶ୍ଲୋକ କହିବି, ମୃଗମୀନ ସଜ୍ଜନାନାଂ ତୃଣ ଜଳ ସନ୍ତୋଷ ଭୀତ ବୃତ୍ତାନାଂ ଲୁବ୍ଧକ ଧୀବର ପିସୁନା ନିଷ୍କାରଣ ବୈରୁଣ ଜଗତ। ଅର୍ଥ ହେଉଛି ହରିଣ, ମାଛ ଆଉ ସଜ୍ଜନ ବ୍ୟକ୍ତି, ଏମାନେ ଯଥାକ୍ରମେ ଘାସ, ପାଣି ଏବଂ ସନ୍ତୋଷ ଦ୍ୱାରା, ନିଜ ଶାନ୍ତି ଦ୍ୱାରା ଚୁପଚାପ ହେଇ ବସନ୍ତି। ସେମାନେ କାହାର କିଛି କ୍ଷତି କରନ୍ତିନି। କିନ୍ତୁ ବ୍ୟାଧ, କେଉଟ, ଦୁଷ୍ଟ ଲୋକ ଯଥାକ୍ରମେ ହରିଣକୁ, ମାଛକୁ ଏବଂ ସଜ୍ଜନମାନଙ୍କୁ ବରାବର ହଇରାଣ କରନ୍ତି, ମାରନ୍ତି ଏବଂ କଷ୍ଟ ଦିଅନ୍ତି। ତେଣୁ ଯେଉଁମାନେ, ଆମର କହିବା କଥା ଯେ ଯେଉଁମାନେ ବର୍ତ୍ତମାନ ହେତୁବାଦୀ ବୋଲି ନିଜକୁ କହୁଛନ୍ତି, ବୈଜ୍ଞାନିକ ମାନେ କହୁଛନ୍ତି, ମୁଁ ତ ତାଙ୍କୁ କେତୋଟି ପ୍ରଶ୍ନ ପଚାରିଲି, ଆପଣମାନେ ଚୋକଡ଼, ତୋରାଣି ଆଉ ଘାସରୁ କ୍ଷୀର ତିଆରି କରନ୍ତୁ, ତାହେଲେ ଜାଣିପାରିବେ ଯେ ଆପଣ ପ୍ରକୃତ ବିଜ୍ଞାନ ଜାଣିଛନ୍ତି। ଆପଣ ଗୋଟେ ଯନ୍ତ୍ର ତିଆରି କରନ୍ତୁ, ଯୋଉଟାକ ମଣିଷ ଶରୀର ଯେମିତି ଆସ୍ତେ ଆସ୍ତେ ଛୁଆରୁ ବଡ଼ ହେଇ ବୁଢ଼ା ହେଉଛି, ସେ ଯନ୍ତ୍ର ଆସ୍ତେ ଆସ୍ତେ ବଢ଼ିବ ଏବଂ ଯନ୍ତ୍ର ଭିତରେ ଯୋଉ ଥବ ହୃତ୍ପିଣ୍ଡ ଧର୍ମ, ସେ ସବୁ ପ୍ରପୋର୍ସନାଲି ସମାନ ଗତିରେ ବଢ଼ୁଥିବ। ଏଭଳି ଗୋଟେ ଯନ୍ତ୍ର ବାହାର କରନ୍ତୁ, ତାହା ବି କରୁନାହାନ୍ତି। ବିନା ଅଗ୍ନିରେ କେମିତି ଖାଦ୍ୟ ହଜମ ହେଉଛି ତାକୁ ଦେଖୁନାହାନ୍ତି। ସୂର୍ଯ୍ୟ ଗୋଟିଏ ନକ୍ଷତ୍ର, ତାର ଗ୍ରହମାନଙ୍କୁ ଷ୍ଟଡି କରିପାରୁନାହାନ୍ତି। ଆହୁରି କେତେ ଶହ ଶହ କୋଟି କୋଟି ନକ୍ଷତ୍ର ଅଛନ୍ତି ବୋଲି ବୈଜ୍ଞାନିକ ମାନେ କହୁଛନ୍ତି। ତାଙ୍କ ବିଷୟରେ କିଛି ଜାଣିପାରୁନାହାନ୍ତି, ନା ଦେବାର କିଛି କ୍ଷମତା ହିଁ ନାହିଁ। ଆଉ ସବୁଠୁ ବଡ଼ ଜିନିଷ, ଆମ ଭିତରେ ଯୋଉ ଜିନିଷଟା ଅଛି ପଶୁଛି, ଆତ୍ମା, ଜୀବନ, ସେ ଜୀବନଟା କେତେବେଳେ ଯିବ, କୋଉ ମୁହୂର୍ତ୍ତରେ ଯିବ, ଏଇଟା କୌଣସି ବୈଜ୍ଞାନିକ ଆଜି ପର୍ଯ୍ୟନ୍ତ ସ୍ଥିର କରିପାରିନାହାନ୍ତି ନା କରୁନାହାନ୍ତି। ତେଣୁ କୌଣସି ପ୍ରକାରେ ଯାହା ବି ହେଲେ ଆପଣଙ୍କୁ କିଛି ନା କିଛି ବିଶ୍ୱାସ ରଖିବାକୁ ପଡ଼ିବ। ଏ ଯୋଉ ବିଶ୍ୱାସରେ ଯୋଉଟାର ଉତ୍ତର ଆମେ ଏପର୍ଯ୍ୟନ୍ତ ପାଇନେ, ନା ପାଇବାର ମଧ୍ୟ କୌଣସି ସମ୍ଭାବନା ନାହିଁ। ତେଣୁ ମୁଁ ହେତୁବାଦୀ ମାନଙ୍କୁ ସମାଲୋଚନା କରୁନି। ବିଜ୍ଞାନ ଯୋଉ ବହୁତ ଆଗକୁ ଗଲାଣି, ବୈଜ୍ଞାନିକ ପଦ୍ଧତିରେ ଯାହା ଯାହା ପରୀକ୍ଷା କରିବା କଥା କରାଯାଉ। ଏବଂ ଏମାନେ ଯୋଉ ଶାସ୍ତ୍ର ପଢ଼ୁଛନ୍ତି ବା ଶାସ୍ତ୍ରକୁ ବିଶ୍ୱାସ କରୁଛନ୍ତି, ସେମାନଙ୍କର ବିଶ୍ୱାସ ବି ସେଇଟାରେ ଥାଉ। ସେମାନେ ବି ଭଗବାନଙ୍କୁ ବିଶ୍ୱାସ କରନ୍ତୁ, ଏମାନେ ବିଶ୍ୱାସ ନ କରନ୍ତୁ, କିନ୍ତୁ ଅନ୍ୟକୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଆପଣମାନେ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟ, ଆପଣମାନେ ଜାଣିଛନ୍ତି
ଯେ ପରୀକ୍ଷା କରାଯାଇଛି ଏକାଦଶୀ ଆଉ ଦ୍ୱାଦଶୀରେ, ଏକାଦଶୀ ତିଥି ଆଉ ଦ୍ୱାଦଶୀ ତିଥିରେ ଯଦି ଲଗାତାର ଭାବେ ଆପଣ 6 ମାସ 8 ମାସ ପର୍ଯ୍ୟନ୍ତ ପୋଇ ଖାଆନ୍ତି, ଆପଣଙ୍କ ଦେହରେ ନିଶ୍ଚିତ ଭାବେ କୁଷ୍ଠ ରୋଗର ଜୀବାଣୁ ସୃଷ୍ଟି ହେବେ। এটা ପରୀକ୍ଷା ହେଇଛି ବୈଜ୍ଞାନିକ ପଦ୍ଧତିରେ, ଆପଣମାନେ ଖାଇ ଦେଖିପାରନ୍ତି। ତେଣୁ ସେମିତି କୋଉ ଖାଦ୍ୟ ମନା କରାହେଇଛି କୋଉ ଦିନ ଖାଇବାକୁ ବା କୋଉ କାର୍ଯ୍ୟ କରିବାକୁ ମନା କରାହଉଛି, ଏସବୁ ଜିନିଷ ଶାସ୍ତ୍ର ନିହିତ। ଶାସ୍ତ୍ରରେ ଯେ ସବୁ ଜିନିଷ ଅଛି ଏଇଟା ଆମେ କହୁଛୁ, କିନ୍ତୁ ଆମର ମତଟାକୁ ଆମେ ଟିଭି ମାଧ୍ୟମରେ, ଆପଣ ଚିକେନ ଖାଆନ୍ତୁ, ମଟନ ଖାଆନ୍ତୁ, ଯାହା ଖାଆନ୍ତୁ, ଆପଣଙ୍କର ଆମର କିଛି କହିବାର ନାହିଁ, କିନ୍ତୁ ଆପଣ ସେସବୁ ଟିଭି ମାଧ୍ୟମରେ ଦେଖେଇ ଯେ ଆମର କିଛି ହଉନାହିଁ, ଏସବୁ ଦେଖେଇବା କିଛି ଦରକାର ନାହିଁ। ଆମେ ଶାସ୍ତ୍ର ବିଷୟରେ, ପରମ୍ପରାବାଦୀ ମାନେ ଶାସ୍ତ୍ର ବିଷୟରେ ଆପଣଙ୍କୁ ପ୍ରଭାବ ପକାଇବାକୁ କେବେ ଚେଷ୍ଟା କରୁନାହାନ୍ତି, ନା କହୁନାହାନ୍ତି ଟିଭିରେ ଆସି ଯେ ଆପଣମାନେ ମାଛ ମାଂସ ଖାଆନ୍ତୁ ନାହିଁ। ତେଣୁ ଆପଣ ଚିକେନ ଖାଇଲେ କି ମଟନ ଖାଇଲେ ତାକୁ ଆଣି ଥାଇରେ ଦେଖେଇ ଏକାଠି ହେଇ ସେସବୁ ପ୍ରଭାବ ପକାଇବାକୁ ଅନ୍ୟ ଉପରେ ଚେଷ୍ଟା କରନ୍ତୁ ନାହିଁ। କାହିଁକିନା ସବୁଠୁ ବଡ଼ ଜିନିଷ ହେଉଛି ଯେ ନିଜ ଧର୍ମରେ ନିଜେ ରହିବା, ଅନ୍ୟକୁ, ଅନ୍ୟର ଧର୍ମକୁ ବା ଅନ୍ୟର ଗତିବିଧିକି ସମାଲୋଚନା ନ କରିବା। ଏ ଉଭୟ ପରମ୍ପରାବାଦୀ ବା ହେତୁବାଦୀ ପରସ୍ପରକୁ ସମାଲୋଚନା କରିବାଟା ହିଁ ସବୁଠୁ ବଡ଼ ଖରାପ ଜିନିଷ। ଈଶ୍ୱରଙ୍କ ପାଖରେ ଯିଏ ବିଶ୍ୱାସ କରୁଛି କରୁ, ଯିଏ ନ କରୁଛି ନ କରୁ, କିନ୍ତୁ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ସମୟରେ ଚିକେନ ଖାଇକି ତାକୁ ଟିଭିରେ ଦେଖେଇବା କଥା, ଏଇଟା କେବେ ପସନ୍ଦଯୋଗ୍ୟ ନୁହଁ, ନା ଉଚିତ ମଧ୍ୟ ନୁହଁ। ଆଜିର ଏପିସୋଡ ଅଧ୍ୟାୟ କେବଳ ଏଇଥିପାଇଁ ଉଦ୍ଦିଷ୍ଟ। ଆପଣମାନେ ଯାହା କରନ୍ତୁ, ଯେଉଁମାନେ ବାଟରେ ଅଛନ୍ତି ତାକୁ ଅବାଟକୁ ନିଅନ୍ତୁ ନାହିଁ, ଯେଉଁମାନେ ଅବାଟରେ ଅଛନ୍ତି ଯଦି ପାରୁଛନ୍ତି କେଉଁ ବାଟକୁ ଆଣନ୍ତୁ। କେଉଁଟା ବାଟ ଅବାଟ ଆପଣଙ୍କର, ଯେଉଁଟା ଆପଣଙ୍କର ନିଜର ବିବେକ ଅଛି, ଆପଣ ବିଜ୍ଞାନ ପଢ଼ିଛନ୍ତି, ଆପଣ ଜାଣିଛନ୍ତି, ଆପଣ ଶାସ୍ତ୍ର ଜାଣିଛନ୍ତି, ଆପଣ ବାଟରେ ରୁହନ୍ତୁ ଏବଂ ଆପଣ ନିଜକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତୁ। ଏହା ବ୍ୟତିରେକ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ଆଜି ପାଇଁ ଏତିକି, ନମସ୍କାର।